ପିଇବା ପାଣିର ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ। ପ୍ରତିବାଦ କଲେ ମିଳୁଛି ଠିକାଦାରର ଧମକ। ସରକାର ପିଇବା ପାଣିର କଷ୍ଟକୁ ଦୂରୀଭୂତ କରିବା ପାଇଁ ପ୍ରତି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କରିଛନ୍ତି ବସୁଧା ଯୋଜନା, ଯାହାଦ୍ୱାରା ଲୋକମାନେ ସ୍ୱଚ୍ଛ ପାଣି ପିଇବା ସହିତ ନିରୋଗ ରହିପାରିବେ। ହେଲେ ଏଭଳି କିଛି ଜାଗା ରହିଛି ଯେଉଁଠି ଠିକାଦାର ଓ ପ୍ରଶାସନ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଲୋକେ। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସୁଲପୁର ପଞ୍ଚାୟତର ପାରିବିଲା ଗ୍ରାମରେ ପ୍ରାୟ 1000ରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା। ପିଇବା ପାଣିର ସମସ୍ୟାକୁ ନେଇ ସରକାର 2019-20 ଆର୍ଥିକ ବର୍ଷରେ 75 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ ବସୁଧା ଯୋଜନା। ପାଇପ୍ ଲାଇନ୍ ବିଛାଇଥିବା ବେଳେ ଠିକାଦାର କାମ ବନ୍ଦ କରି 1.5 ବର୍ଷ ଧରି ଆସିନଥିଲେ। ଅଧାପନ୍ତରିଆ ଅବସ୍ଥାରେ କାମ ନ ହୋଇ ପଡ଼ି ରହିଥିବା ବେଳେ ଗ୍ରାମର ମହିଳାମାନେ ପଞ୍ଚାୟତ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ ଏବଂ ଏ ନେଇ ନେତୃତ୍ୱ ମଣ୍ଡଳୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିଲେ। ତେବେ ଗତ କିଛିଦିନ ତଳେ ଠିକାଦାରଙ୍କ ସୁପରଭାଇଜର ଘଟଣାସ୍ଥଳକୁ ଆସିଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ନିମ୍ନମାନର କାମ ହୋଇଥିବା କଥା କହିବା ପରେ ଠିକାଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ଗ୍ରାମବାସୀମାନେ ଅଟକ କରିବା ପରେ ଠିକାଦାର ପୋଲିସ ଦ୍ୱାରା ବିଭିନ୍ନ ଧମକ ଦେଇଥିଲେ ଏବଂ ଜେଇଙ୍କ ସମ୍ମୁଖରେ ଗ୍ରାମବାସୀଙ୍କୁ ଉଠାଇ ନେଇ ଯିବାର ଧମକ ଦେଉଛନ୍ତି। ଏନେଇ ପୂର୍ବତନ ସରପଞ୍ଚ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ତେବେ ଆଜି ସକାଳ ସମୟରେ ବିଭାଗୀୟ ଜେଇ ଘଟଣାସ୍ଥଳକୁ ଆସିଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଅଟକ ରଖି କାମ ତୁରନ୍ତ ଶେଷ କରିବାକୁ ଦାବି କରିଥିଲେ। ଜେଇ ମଧ୍ୟ ଠିକାଦାରଙ୍କ ସହ ଆଲୋଚନା କରି 7 ଦିନ ମଧ୍ୟରେ କାର୍ଯ୍ୟ ଶେଷ ହେବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେଇ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ବାବଦରେ ଆରଡବ୍ଲ୍ୟୁ ଏସ୍ପିର ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି କଥାକୁ ଗୁରୁତ୍ୱ ଦେଇନଥିଲେ। ଏଥିରେ ପୂର୍ବତନ ସରପଞ୍ଚ ସୁଭେଶ ନାୟକ ସମେତ ଗ୍ରାମବାସୀ କାର୍ତ୍ତିକ ଚରଣ ଗାଣ, ଅଜୟ ଗାଣ, ରମେଶ ବେହେରା, ଶରଦ ବେହେରା, ପଦ୍ମଲୋଚନ ବେହେରା, ଚନ୍ଦନ ବେହେରା, ସନ୍ତୋଷ ସାହୁ, କମଳାକାନ୍ତ ବେହେରା, ଦୀନବନ୍ଧୁ ମାଝୀ, ସଞ୍ଜିଦାନନ୍ଦ ଗାଣ, ନିଆସି ଚରଣ ଗାଣ, ପ୍ରକାଶ ନାୟକ ଉପସ୍ଥିତ ଥିଲେ। ତେବେ ପିଇବା ପାଣିର ସମାଧାନ ପାଇଁ ବାରମ୍ବାର ନେହୁରା ହେଉଥିବା ଗ୍ରାମବାସୀଙ୍କର କେବେ ସୁଧୁରୁଛି ସମସ୍ୟା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। କଣ ଧମକ ଦଉଛନ୍ତି? ଆମେ ଥରେ ଜେଇ ସାରଙ୍କ ସହିତ ଯୁକ୍ତି କଲୁ, ଯୋଉ ଆମର ଉପସ୍ଥିତ ଅଛନ୍ତି ଜେଇ ସାରଙ୍କ କଥା ହଉଛେ, ଜେଇ ସାର ଲଗେଇକି କଣ୍ଟ୍ରାକ୍ଟର କହିଲେ ଯେ କୋଉ ଭିଆଇପି ଗାଁ କି ସେ ଜଳ ନ ପାଇଲେ ମୋର କଣ ହେଲା, ବୁଝିଲେ? ଏଇ ସୁବେଶ ନାୟକ, ପୂର୍ବତନ ସରପଞ୍ଚ ରସୁଲପୁର ଗ୍ରାମ। ଏ ଯୋଉ ପାରିବିଲା ଗାଁରେ ଯୋଉ ପାଣି ଟାଙ୍କିର ସମସ୍ୟା ଦେଖାଯାଇଛି, ଲୋକେ ପିଇବା ପାଣି ପାଇଁ ବହୁତ ଛଟପଟ ହଉଛନ୍ତି। ଠିକାଦାର ଏଠି ଖେଳୁଛନ୍ତି, ବାର ଖେଳୁଛନ୍ତି, ଲୋକଙ୍କ ଅଭିଯୋଗକୁ ନେଇକି ପୁଣି ସେମାନେ ଥାନାର ଦ୍ୱାରସ୍ଥ ହଉଛନ୍ତି, ଯାହାଫଳରେ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହଉଛନ୍ତି। ଏ ବିଷୟରେ କଣ ଜାଣିଛନ୍ତି? 20 ମସିହାରୁ ଏ ପାଣିର ଉତ୍ସ କରାଯାଇଥିଲା। 21 ମସିହାରୁ ଠିକାଦାର ଟେଣ୍ଡର ନେଇ ବର୍ତ୍ତମାନ ସୁଦ୍ଧା ତାର କମ୍ପ୍ଲିଟ୍ କରୁନାହାନ୍ତି। ଦୀର୍ଘ 4.5 ବର୍ଷ ଉର୍ଦ୍ଧ୍ୱ ହେଇଗଲା। ପାରିବିଲା ଗାଁର ଜଳ ସମସ୍ୟା ଆଜି ନୁହେଁ ବହୁତ ଦିନର ଥିଲା ଯୋଗୁଁ ଏଠି ସ୍ୱତନ୍ତ୍ର ଭାବରେ ପାରିବିଲା ଏବଂ ମଇଁଶାଳି ଗାଁକୁ ନେଇକି ପାଣି ଟାଙ୍କି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେ ଅନ୍ଧାରକୁ ସେଇ ଅନ୍ଧାର। ବର୍ତ୍ତମାନ ସୁଦ୍ଧା ଇଲେକ୍ଟ୍ରିର ମଧ୍ୟ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି, ଯାହାଫଳରେ ଯେଉଁମାନେ ଘରୋଇ ସେଲ ଅଛନ୍ତି, ସୋଲାର ସିଷ୍ଟମର ଅଛି, ସେମାନେ ମଧ୍ୟ ପାଣି ପାଇପାରୁନାହାନ୍ତି। ତେଣୁ ଜଳ ସମସ୍ୟା ପାରିବିଲା ଗାଁର ଅତି ଉତ୍କଟ ଦେଖାଦେଇଛି। ଠିକାଦାରଙ୍କର ମନୋମୁଖୀ କାର୍ଯ୍ୟ, ସରକାରୀ କର୍ମଚାରୀଙ୍କର, ଜେଇ ଏସ୍ଡିଓଙ୍କର ଏଥିପ୍ରତି ନିଘା ନାହିଁ। 60% ବିଲ୍ ସେ ନେଇଗଲା ପରେ ସେ ଆଉ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଦୀର୍ଘ ଦିନର ଅସନ୍ତୋଷ ଫଳରେ ଗତ ରବିବାର ଦିନ ଠିକାଦାରଙ୍କର ସୁପରଭାଇଜରକୁ ସେମାନେ ପଚାର ଉଚାର କଲାରୁ ଆକସ୍ମିକ ଭାବରେ ଗୋଟେ ଗଣ୍ଡଗୋଳ ବାହାନା କରି ଆଜି ପର୍ଯ୍ୟନ୍ତ କାମକୁ ବନ୍ଦ ରଖିଛନ୍ତି।
ଯାଉ ଆଜି ଜେଇ ମହୋଦୟ ଆସିଛନ୍ତି, ବିଧାୟକ ତାଙ୍କୁ ଏସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ କହିଛନ୍ତି, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଛନ୍ତି ଏବଂ କହିଲା ଫଳରେ ଜେଇ ବର୍ତ୍ତମାନ ବସିକି ଅଛନ୍ତି। ଆପଣମାନେ ଆସିଲେ ଆପଣମାନଙ୍କ ଜରିଆରେ କହିଦିଆ ହେଉଛି ଆଗାମୀ 7 ଦିନ ଭିତରେ ଯଦି ଏ ପାଣି ସମସ୍ୟା ପାରବିଲା ଗାଁର ଦୂର କରା ନଯାଏ ତାହେଲେ ତୀବ୍ର ଏବଂ ବ୍ୟାପକ ଭାବରେ ଆନ୍ଦୋଳନ କରାଯିବ ପାଣି ପାଇବା ପର୍ଯ୍ୟନ୍ତ। ନା କଣ କହିଲେ? ମୋ ନାଁ ହେଉଛି ଅଜୟ କୁମାର ଗାଣ, ଘର କୋଉଠି? ଘର ପାରିବିଲା। ଏଇ ଯୋଉ କଣ ସମସ୍ୟା, ଏଇ ଯୋଉ ପାଣି ସମସ୍ୟା ନେଇକି ଯୋଉ ଦେଖା ଦେଇଛି, ପାଣିର ଉତ୍କଟ ସମସ୍ୟା ପାରିବିଲା ଗାଁ ଗଲେ ପାଣିର ଉତ୍କଟ ସମସ୍ୟା, ଯେଟା କି ଆମର କଥାରେ ଅଛି ଜଳ ହିଁ ଜୀବନ। ଯେ ଏ ବର୍ଷ ଯୋଉ ଏଇ ଚଳିତ ବର୍ଷ ଯେମିତି ଖରା ଗରମ ଗଲା, ସେଇଥିରେ ଆମର ଏମିତି ହନ୍ତସନ୍ତ ହେଇଛନ୍ତି ସ୍ତ୍ରୀ ଲୋକମାନେ, ଯେଟା କି ପରିବାର ଭିତରେ ଅଶାନ୍ତି ସୃଷ୍ଟି ହେଇଛି, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଝାଟିଆ ଏଇ ପାଣି ପାଇଁ। ଯାହା ବି ଯେମିତି ଚଳି ଯାଉଥିଲେ ଆମର ପର୍ସନାଲ ସେଲର ଯେମାନେ ସବୁ ବସେଇଥିଲେ ପର୍ସନାଲ ସେଲର ମାଧ୍ୟମରେ, ସେ ସେଲ ବି ବର୍ତ୍ତମାନ ଏମିତି ଆମର ଦୁର୍ଭାଗ୍ୟ ଆମର ଟ୍ରାନ୍ସଫର୍ମର 2ଟି ବୁଥ୍ ପୋଡ଼ିଯାଇଛି। ଆଉ କେବଳ ଗୋଟିଏ ବୁଥରେ ଗୋଟା ଗାଁ ଚାଲିଛି। ବହୁତ କଷ୍ଟରେ ପାଣି ମାନେ ଯେ ଘରୁଆ ସେଲଗୁଡ଼ା ଥିଲା ସେମାନେ ବି ଆଉ ଚଲଉନାହାନ୍ତି ବର୍ତ୍ତମାନ, ଯେଟାକି ବର୍ତ୍ତମାନ ବାଧ୍ୟ ହେଇକି ଆମେ ପୋଖରୀରୁ ପାଣି ନେଇକି ବର୍ତ୍ତମାନ ତାକୁ ଶୁଦ୍ଧ କରିକି ଫୁଟେଇକିରି ପିଆ ହଉଛି। ଅସୁବିଧା କଣ ହେଇଛି? ପାଣି କାହିଁକି ଆସୁନାହିଁ ଏଇଥିପାଇଁ ଆମେ କାହିଁକି ଆସୁନାହିଁ ବୋଲି ବାଧ୍ୟ ହେଇକି ଆମେ ଦୀର୍ଘ 4 ବର୍ଷ ପରେ ଏଇ ଆମର ସୁପରଭାଇଜରକୁ ସେଦିନ ଆମେ ପଚାରିଲୁ ଯେ ଆପଣ ତ ଡେଲି ଆସୁଛନ୍ତି ଗାଁକୁ, ଅଥଚ ଆମେ ପାଣି ଆମେ ପାଇବା କେଦିନ? যেটা কি আজ যেউকে আমি পচারে কেবে যে টাঙ্কি গুড়া হচ্ছে সরকারের গাইডলাইন অনুযায়ী কেবে মানে কত বর্ষ ভিতরে পানি পাইবা কথা, স্যার আজ ফটি কলে যে 11 মাস ভিতরে। তো আমি কইলি 11 মাস যাই আজ 4 বর্ষ 5 বর্ষ হেলানি, তো আমার আমি পারিবেলা মহিষালে গাঁ কি অপরাধ করলে যেটা কি আমি পানি বঞ্চিত হয়েছে? কাম তো আজ জনକୁ ঘিনে আসଛୁ এই তারিখ ଆପଣ ଦେଖିବାକୁ ପାଇବେ ବର୍ତ୍ତମାନ এই ରାସ୍ତା ଗୁଡିକ ସବୁ ଖୋଳି ପକେଇଛନ୍ତି। ରାସ୍ତାରେ ଲୋକ ପଡିକି ଗୋଟେ ଛେଳି ପଡିକି ମରିକି ପଚି ଛେଳି ଖୋଜି ଖୋଜି ଛେଳି ମାଲିକ ପାଇଲାନି, ପଚା ଗନ୍ଧ ହେଲା ଛେଳି ଯାଇକି ସେ ଖାଲ ଭିତରେ ପାଇଲେ। ଲୋକ ଏ ରାସ୍ତାର ମେନ୍ ରାସ୍ତା ଆମେ ଚାହୁଁଛୁ ଆମର କାହାର ସହିତ ଅପ୍ରୀତି ହବାର ଆମର କୌଣସି ଇଏ ନାହିଁ, କାହାର ସହିତ ବିଶୁଦ୍ଧ ମାନେ ଆମର ମାନେ କାହାର ସହିତ ଅପ୍ରୀତି ହବାର ଆମର କିଛି ନାହିଁ, କାହାର ସହିତ ବିଶୃଙ୍ଖଳା କରିବାର କିଛି ନାହିଁ। ଆମର ଦରକାର ପାଣି। ଆମେ ସେଦିନ ସୁପରଭାଇଜର କହିଲା ସୁପରଭାଇଜର ଆଜି ସେଇ ଜେଇ ସାର୍ଙ୍କ ଫୋନର ଧମକ ଦଉଛି ତମେ ନଳବା ବ୍ରିଜ ପାଖକୁ ଆସ, ତମକୁ ଦେଖିନି କେ ଦାଦା ସୁପରଭାଇଜର ସେ ସୁପରଭାଇଜର ପ୍ରିୟ ସୁପରଭାଇଜର ନା ପ୍ରିୟବ୍ରତ ସାର୍ ଟିକେ ନା ଟିକେ କହିବେ। କମଳାକାନ୍ତ ପାତ୍ର, କଣ ଅଛନ୍ତି? ଆସିଷ୍ଟାଣ୍ଟ ଇଞ୍ଜିନିୟର, ବାଲେଶ୍ୱର। ବାଲେଶ୍ୱର। ଏଇ ସବୁ ପାରିବିଲା ଗାଁରେ ଯୋଉ ସାର୍ ପାଣି ଟାଙ୍କି ସମସ୍ୟା ନେଇକି ଯୋଉ ଗାଁ ଲୋକ ଦ୍ୱାରା ଆପଣ ଅଟକ କରିଛନ୍ତି, କଣ କହିବେ ତାପରେ? ହଁ ଏଇଟା କାମଟା ତ 4 ବର୍ଷ ହେଲାଣି ଚାଲିଛି, କିନ୍ତୁ ସେ କଣ୍ଟ୍ରାକ୍ଟର ଏପର୍ଯ୍ୟନ୍ତ କାମ ସାରିନି। ତା ଉପରେ ଆମେ ବାରମ୍ବାର ଚିଠି ବି କରିଛୁ, କିନ୍ତୁ ସେ ଖାଲି ଚାଲିଛି ବୋଲି କହୁଛନ୍ତି, କିନ୍ତୁ ଆପଣ ସାରି ପାରୁନାହାନ୍ତି। କେତେ ଟଙ୍କାର ପ୍ରୋଜେକ୍ଟ ସାର୍, ଆଉ କେତେ ଦିନ ଲାଗିବ, ମାନେ ଅବଧି କେତେ ଦିନ ଥିଲା? ଅବଧି ଥିଲା ତାର ତ 2021 ମସିହା ତ ଏଗ୍ରିମେଣ୍ଟ କରିଥିଲା, 2022ରେ ସାରିବା କଥା, କିନ୍ତୁ ସେ ଏପର୍ଯ୍ୟନ୍ତ ସାରିନାହିଁ। ତଥାପି ଆମେ ଚେଷ୍ଟା କରୁଛୁ ଆଉ 15 ଦିନ ଭିତରେ ସାରିବା ପାଇଁ। ଅସୁବିଧା କ'ଣ ସାର୍? ଅସୁବିଧା ତାପରେ ମଝିରେ ମଝିରେ ତାର ଆସୁଛି କାମ କରିଦେଇ ଯାଉଛି, କେଠି ପାଇପ୍ ଲାଇନ୍ ଫାଟୁଛି ସେ ଠିକ କରୁଛି, ଚାଲିଛି। 4 ବର୍ଷ 5 ବର୍ଷ ଭିତରେ ଆପଣ ସାର୍ କେତେ ଥର ଆସିଛନ୍ତି ସାଇଟ୍କୁ? ମୁଁ ଅନେକ ଥର ଆସିଛି। ହଁ, ତ କିନ୍ତୁ ଠିକାଦାର ଯାହା କହୁଥିଲେ ଯେ ଗାଁ ଲୋକ ମାନେ ବିରୋଧ କରୁଛନ୍ତି, ଗାଁ ଲୋକ ବିରୋଧ କରିଛନ୍ତି ବାରମ୍ବାର, ସେଥିପାଇଁ ସେ କାମ ବନ୍ଦ କରୁଛନ୍ତି। ଏ ବିଷୟରେ ଆପଣ କିଛି ଜାଣିଛନ୍ତି ନା ନାହିଁ? ନା, ମୁଁ ଆଜି ଜାଣିଲି। ଆପଣ ଜାଣିନଥିଲେ 4 ବର୍ଷ ଧରି? 4 ବର୍ଷ ଧରି ଏତେ ନା ଆଗରୁ ଏମିତି ଆପଣ 2019ରୁ ୱାର୍କ ଅର୍ଡର ନେଇକି ବର୍ତ୍ତମାନ ସୁଦ୍ଧା କାମ ଅବଧି ସରିଲାନି 2022ରେ, 2024 ହେଲାଣି। ବର୍ତ୍ତମାନ ସୁଦ୍ଧା ଠିକାଦାରଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଠିକାଦାରଙ୍କ ଉପରେ ତ କାର୍ଯ୍ୟାନୁଷ୍ଠାନ ଚିଠି ଆମେ କରିଛୁ, ଆଉ କିନ୍ତୁ ଆଉ କିଛି ସେମିତି ହେଇନି। ଆପଣ କିଛି ଲେଖିଛନ୍ତି ସିନିୟରକୁ, କଲେକ୍ଟରକୁ କିମ୍ବା ଏକ୍ଜିକ୍ୟୁଟିଭ ଇଞ୍ଜିନିୟରକୁ, ଚିଫ୍ ଇଞ୍ଜିନିୟରକୁ ଲେଖିଛନ୍ତି ଯେ ଠିକାଦାର ଏଭଳି ପଟେ କରୁଛୁ, ଲୋକମାନେ ହଇରାଣ ହଉଛନ୍ତି, ପିଇବା ପାଣିର ସମସ୍ୟା ଦେଖାଯାଉଛି? ଲେଖାଇଛି। ଠିକାଦାରଙ୍କ ନାଁଟା କ'ଣ? ବିକ୍ରମ ମହାନ୍ତି। ସାର୍, ଏଇ ଯୋଉ 15 ଦିନ ଯୋଉ ବ୍ୟବଧାନ ରଖାଯାଇଛି ଅଭିଯୋଗ କାମ ସାରିବା ପାଇଁ, 15 ଦିନ ଲୋକମାନେ କେମିତି ପାଣି ପାଇବେ? ତ କାମଟା ସରିନା ଯେହେତୁ ଆଉ ଆମେ ବର୍ତ୍ତମାନ ଟାଇମ୍ ନେଇଛୁ 15 ଦିନ ଅତି ଆବଶ୍ୟକ। ହଁ, 15 ଦିନ କେମିତି ଲୋକମାନେ ପାଣି ପାଇପାରିବେ, ତାର କିଛି ବ୍ୟବସ୍ଥା କରିବେ କି ଆପଣ? ଗୋଟେ ଆମେ ନହେଲେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିଦେବୁ, ଆଉ ପାଣି ଟ୍ୟାଙ୍କର ଗୋଟେ ବ୍ୟବସ୍ଥା କରିଦେବୁ 15 ଦିନ ପାଇଁ।